ଆପଣମାନଙ୍କୁ ଡିସେମ୍ବର 31 ତାରିଖ ଭିତରେ 5ଟି କାମ ଯାହାକି ନିହାତି କରିବା ପାଇଁ ପଡିବ। ଏକ ନମ୍ବର ରହିଛି ଯେଉଁମାନେ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି ଏବଂ ଆଗକୁ ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଯାହାକି ଆଧାର କାର୍ଡଟିକୁ ବ୍ୟାଙ୍କ ଆକାଉଣ୍ଟରେ ସଂଯୋଗ କରିବା ପାଇଁ ପଡିବ। ତା ସହିତ କୃଷକ ପୋର୍ଟାଲରେ ଆପଣଙ୍କୁ ଯାହାକି ରେଜିଷ୍ଟ୍ରେସନ କରିବା ପାଇଁ ପଡିବ, ନହେଲେ ଆପଣମାନେ ଆଗକୁ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ପାଇପାରିବେ ନାହିଁ। 2 ନମ୍ବରରେ ଯେଉଁମାନଙ୍କର ପାନ କାର୍ଡ ରହିଛି ସେଇ ପାନ କାର୍ଡରେ ଆପଣଙ୍କର ଆଧାର କାର୍ଡଟିକୁ ଲିଙ୍କ କରିବା ପାଇଁ ପଡିବ, ନହେଲେ ଆପଣଙ୍କର ବ୍ୟାଙ୍କ ରିଲେଟେଡ୍ ଯାହା ବି କାମ ରହିଛି ସେଟା ଯାହାକି ଆପଣଙ୍କର ବନ୍ଦ ହେଇଯିବ। ଏବଂ ଯେଉଁମାନେ ଜାନୁଆରୀ ମାସରେ ଆଧାର କାର୍ଡଟିକୁ ଆପଣଙ୍କର ପାନ କାର୍ଡରେ ଲିଙ୍କ କରିବେ ତାହେଲେ ଆପଣଙ୍କୁ 1000 ଟଙ୍କାର ଫାଇନ୍ ଲାଗିବ। 3 ନମ୍ବରରେ ରହିଛି ଦେଖନ୍ତୁ ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି ଏବଂ ଏ ପର୍ଯ୍ୟନ୍ତ ଯଦି ଆପଣମାନେ ରାସନ କାର୍ଡରେ ଇ କିଆସି କରିନାହାନ୍ତି ତାହେଲେ ଆପଣଙ୍କୁ ଡିସେମ୍ବର 31 ତାରିଖ ଭିତରେ ଇ କିଆସି କରିବା ପାଇଁ ପଡିବ, ନହେଲେ ଆପଣଙ୍କର ରାସନ କାର୍ଡଟିକୁ ସରକାରଙ୍କ ତରଫରୁ କାଟି ଦିଆଯିବ। 4 ନମ୍ବର ରହିଛି ରିଚାର୍ଜ ପ୍ଲାନ ଆପଣଙ୍କର ବୃଦ୍ଧି ପାଇବ, ଅର୍ଥାତ୍ ଆପଣଙ୍କର ଯୋଉ ଜିଓ ଏୟାରଟେଲ ଆପଣଙ୍କର ଯୋଉ ଭିଆଇ ରହିଛି ସବୁ କମ୍ପାନୀର ରିଚାର୍ଜ ପ୍ଲାନ ଯାହାକି 2026 ମସିହାରେ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଆପଣଙ୍କର 30 ଟଙ୍କାରୁ ନେଇକି 60 ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ଲାନର ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ସେଥିପାଇଁ ଯେଉଁମାନେ ଆପଣଙ୍କର 3 ମସିହା କିମ୍ବା 6 ମସିହା କିମ୍ବା ବର୍ଷିକିଆ ପ୍ଲାନ ଯଦି ଆପଣ ରିଚାର୍ଜ କରୁଛନ୍ତି ତାହେଲେ ଆପଣ ଡିସେମ୍ବର 31 ତାରିଖ ଭିତରେ ରିଚାର୍ଜ କରିନିଅନ୍ତୁ, ଯାହାଦ୍ୱାରା ଅଧିକ ଲାଭ ପାଇପାରିବେ। 5 ନମ୍ବର ରହିଛି ଯେଉଁମାନେ ସୁଭଦ୍ରା ଯୋଜନା ଅଧୀନରେ ଗୋଟିଏ କିସ୍ତି କିମ୍ବା 2ଟା କିସ୍ତିର ଟଙ୍କା ପାଇଛନ୍ତି ଏବଂ ଏବେ ଯଦି ଆପଣମାନେ ଟଙ୍କା ପାଉନାହାନ୍ତି ତାହେଲେ ଆପଣମାନେ ଏବେଠାରୁ ଅଭିଯୋଗ କରନ୍ତୁ। ତା ସହିତ ଆପଣଙ୍କର ଯଦି କିଛି ତ୍ରୁଟି ରହିଛି ସେହି ସବୁ ଯାହାକି ଏଇ ଡିସେମ୍ବର 31 ତାରିଖ ଭିତରେ ସଂଶୋଧନ କରିଦିଅନ୍ତୁ, ଯାହାଦ୍ୱାରା ସରକାରଙ୍କ ତରଫରୁ ଜାନୁଆରୀ ମାସରେ ଏହି ସବୁ ଆପଣଙ୍କର ଡକୁମେଣ୍ଟ ଗୁଡ଼ିକ ଭେରିଫାଏ କରାଯିବ। ଅର୍ଥାତ୍ ଯେଉଁମାନେ ନୂଆ ଆବେଦନ କରୁଛନ୍ତି ତା ସହିତ ଯେଉଁମାନେ ଆପଣଙ୍କର ସଂଶୋଧନ କରିବା ପାଇଁ ଅଭିଯୋଗ କରିଛନ୍ତି ସମସ୍ତଙ୍କର ଯାହାକି ଡକୁମେଣ୍ଟଟି ଜାନୁଆରୀ ମାସରେ ଭେରିଫାଏ କରାଯିବ ବୋଲି କୁହାଯାଉଛି, ଯାହାଦ୍ୱାରା ଆଗକୁ ଆପଣମାନେ ସୁଭଦ୍ରା ଯୋଜନା ଅଧୀନରେ ମଧ୍ୟ ଟଙ୍କା ପାଇପାରିବେ।